ସେଇଭଳି ଯୋଗଜବନା ପୁରୁଷ ମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନ୍ମ ହୋଇଥିଲେ। ତାଙ୍କର ଲୀଳା ଖେଳା ଶେଷ କରି ସେମାନେ ତାଙ୍କ ଭିତରୁ ଅନେକ ଚାଲିଗଲେଣି। ତେଣୁ ଆମ ସାହିତ୍ୟର ଆମର 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 ଯେଉଁ ପରମ୍ପରାକୁ ନେଇ ଆମେ ଗର୍ବ କରୁଛୁ, ଯେଉଁ ପରମ୍ପରା ସୃଷ୍ଟି କରି ଯାଇଛନ୍ତି ଆମର ପୂର୍ବସୂରୀମାନେ, ତାରି ଉପରେ ଆମେ ପୁଣି ଖଣ୍ଡେ ଖଣ୍ଡେ ଇଟା ହିଁ ଯୋଡ଼ୁଛୁ। ବିଶେଷ କିଛି କରିବାର ଆମର ଶକ୍ତି ନାହିଁ। କିନ୍ତୁ ଦୁଃଖର କଥା ସବୁଠୁ, ଏତେ ପ୍ରତିଭାବାନ କବି ଲେଖକ ଆମ ରାଜ୍ୟରେ ଥାଇ ବି, ଏତେ ଉଚ୍ଚ କୋଟିର ରଚନା ସେମାନଙ୍କର ଥାଇ ମଧ୍ୟ ସେମାନଙ୍କ ଭିତରୁ ଅଧିକାଂଶ ଲେଖକଙ୍କୁ କେବଳ ଓଡ଼ିଶାର ସୀମା ସରହଦ ଭିତରେ ସେମାନେ ସୀମିତ। ତାଙ୍କ ଲେଖା ଇଭନ୍ ଜାତୀୟ ସ୍ତରକୁ ମଧ୍ୟ ବି ଯାଇପାରୁନାହିଁ। ତେଣୁ ଓଡ଼ିଶାର କବି ଓ ଲେଖକମାନଙ୍କ ଭାଗ୍ୟ ଏହିପରି। ତାରି ଭିତରେ ସେମାନେ ଶବ୍ଦ ସହିତ ଲୀଳାଖେଳା କରନ୍ତି। ଶବ୍ଦ ସଙ୍ଗମରେ ଅହର୍ନିଶି ବ୍ୟାପ୍ତ ଲିପ୍ତ ରହନ୍ତି ଏବଂ ସେଇଥିରୁ ଯେତିକି ଆନନ୍ଦ ସେ ନିଜେ ପାଆନ୍ତି ଏବଂ ତାଙ୍କ ଆନନ୍ଦ ସହିତ ଯଦି ଅନ୍ୟ କେହି ସହୃଦୟ ବ୍ୟକ୍ତି ସମବେଦନା ଜଣାଏ, ସେଥିରେ ଭାଗିଦାର ହୁଏ। କାରଣ ନିଷ୍ପାପ ଆନନ୍ଦ ବାଣ୍ଟିବା ହେଉଛି ପ୍ରତ୍ୟେକ କବି ଓ ଲେଖକର ଧର୍ମ। କବି କେବଳ ନିଜର ଅହଙ୍କାର ପାଇଁ, ନିଜର ସ୍ୱାର୍ଥ ସିଦ୍ଧି ପାଇଁ କେବଳ ସାହିତ୍ୟ ରଚନା କରେ ନାହିଁ। କିନ୍ତୁ ଯେଉଁମାନେ ସମାଜର ସବୁ ବିଭିନ୍ନ ସାରା ଟୋଟାଲ ସମାଜକୁ ମଧ୍ୟ ଆଖି ଆଗରେ ଦୃଷ୍ଟିରେ ରଖି କାମ କରନ୍ତି, ମଣିଷ ସମାଜକୁ ନେଇ, ସେଠି ସେ ସମସ୍ତଙ୍କ ପ୍ରତି ସମ୍ବେଦନଶୀଳ ହୋଇଥାଏ। ଯେଉଁ ଲୋକଟି, ସେଇ କବି ହିଁ ତାର ରଚନାର ଯଦି ସେମିତି ଉତ୍କୃଷ୍ଟତାର ଶିଖରକୁ ଯାଇପାରିବ, ଉତ୍କୃଷ୍ଟତମ ଶିଖରକୁ ଯାଇପାରିବ ସେ କବି, ସେ ବା ସେ ସୃଷ୍ଟି, ତାହେଲେ ସେ କେବଳ କାଳଜୟୀ କବି ହେଇକି ରହିବ।